ओम नमो भगवते वासुदेवाय। ऊनविंश अध्याय। अश्वहरणे बहिरोष पृथु चिंतन्ते इंद्रनाश। तांकु निषेध कले धाता ऊनविंशरे एहि कथा। मैत्रेय उवाच। एबे हो शुण विष्णु गाथा कहिबा पृथु यज्ञ कथा। मिली सकल मुनि जने संतोषे पृथु सन्निधाने। यज्ञ करण उदयोगे सर्वसंभार आଣିବେगे। सुप्राची सरस्वती तीर्थे आरंभ कले ब्रह्मावर्ते। यज्ञ संभार इंद्र देखी न सही मने हेला दुखी। से यज्ञे यज्ञपति हरि प्रत्यक्ष हेले दया करी। शंकर पद्म जोनि मेले मिली सकल दिगपाळे। गंधर्व अपसरा गणे मुनिये वेद उच्चारणे। आनंदे गीत नृत्य स्तुति सिद्ध गुह्यक पंथी पंथी। दानव दैत्य विद्याधरे से यज्ञे मिलिले सकले। सुनंद नंद आदि माने हरिर पारिषद गणे। कपिल नारद जे दत्त सनक आदि उपगतम। से पृथु यज्ञे वसुमती धेनुर प्राये दुग्धवती। कामधेनुर प्राय होई सर्वसंपद देला मही। नदीए इक्षु द्राक्षा जले बहिले लहरी उल्लोळे। घृत संजोगे दधि अन्न तोषे भुंजन्ति सर्वजन। सकल वृक्षे मधुपंथी जिमुत प्राय बरसन्ति। समुद्रे नाना रत्ने पुरी गर्जन्ति उल्लोल लहरी। समुद्रे नाना रत्ने पुरी गर्जन्ति उल्लोल लहरी। पर्वते चतुर्विध अन्न देई रंजिले पृथुमन। लोकपालके लोकतुले सर्वसंभार संपादिले। पृथुर यज्ञारंभ चाहि बासव मने विचारई। ए पृथु सत क्रतु कले लभिब इंद्र पद भले। मोर संपद जीवनाश एमंत चिंती छाड़े श्वास। यज्ञर ऊनसत अन्ते आत्मार हित चिंती चित्ते। यज्ञ पशुकु हरि नेला निज भुवने विजे कला। आकाश मार्गे इंद्र गला पाषंड धर्म आचरिला। धर्मे विभ्रम तार मन सभये चित्त छन छन। अत्रि जे यज्ञशाळे थिले अश्वर हरण जानिले। पृथुपुत्रकु राइबेगे इंद्रर कर्म तार आगे। कहिले अश्वहर बाणी पृथु तनय ताहा शुणी। धनुषरकु धरी करे शून्ये धाइला कोप भरे। डाकई रह रह बाणी सभये इंद्र ताहा शुणी। निज शरीर छन्न कला जटिल रूप प्रकाशिला। भस्मभूषित देह चाहि पृथुनंदन विचारई। जटिल भस्म एहा गात्रे एहा कुमारी बिके मन्ते।
ଏମନ୍ତ ମନେ ବିଚାରିଲା, ଇନ୍ଦ୍ରକୁ ବାଣ ନ ଛାଡ଼ିଲା। ତାର ରହିବା ପଥ ଦେଖି, ଅତ୍ରି ଯଜ୍ଞଶାଳ ଉପେକ୍ଷୀ। ବୋଲଇ ଇନ୍ଦ୍ର ବେଗେ ମାର, ସ୍ୱଭାବେ ଯଜ୍ଞ ଅଶ୍ୱଚୋର। ଡାକନ୍ତି ମାର ମାର ବେଗେ, ତା ଶୁଣି ଇନ୍ଦ୍ର ଶୂନ୍ୟ ମାର୍ଗେ। ଭୟେ ଚାହଇଁ ଦଶ ଦିଶେ, ସ୍ୱଭାବେ କେହି ନାହିଁ ପାଶେ। ଏମନ୍ତ ଅତ୍ରିର ବଚନ, ଶୁଣନ୍ତେ ପୃଥୁର ନନ୍ଦନ। ଧାଇଁଲା ଶୂନ୍ୟେ କୋପ କରି, ହସ୍ତୀକୁ ଯେଶନେ କେଶରୀ। ବାସବ ଦେଖି ତ୍ରାସ ମନ, ଅଶ୍ୱକୁ ଛାଡ଼ି ଅନ୍ତର୍ଧାନ। ରହିଲା ଶୂନ୍ୟ ମାର୍ଗେ ଯାଇ, ପୃଥୁ ନନ୍ଦନ ବିଚାରଇ। ଅଶ୍ୱକୁ ଘେନି ମହାରୋଷେ, ଇନ୍ଦ୍ରଙ୍କୁ ଚାହେଁ ଦଶ ଦିଶେ। ନ ଦେଖି ପୁଣି ଯଜ୍ଞ ସ୍ଥାନେ, ମିଳିଲା ଅତ୍ରି ସନ୍ନିଧାନେ। ଅଶ୍ୱର ରଜ୍ଜୁ କରେ ଧରି, ଅତ୍ରି ଚରଣେ ନମସ୍କରି। ତାର ଅଦ୍ଭୁତ କର୍ମ ଦେଖି, ମୁନିଏ ନାମ ଉପଲକ୍ଷୀ। ବିଷ୍ଣୁ ଉଦ୍ଦେଶି ଆଣେ ଅଶ୍ୱ, ଦେଲେ ତା ନାମ ବିଜିତାଶ୍ୱ। ପୁଣି ରଜନୀ ପ୍ରବେଶେ, ଇନ୍ଦ୍ର ମିଳିଲା ଯଜ୍ଞ ଦେଶେ। ଦେଖିଲା କେହି ନାହିଁ ପାଶେ, ସେ ପୁଣ ମନ ରହରସେ। ଯଜ୍ଞର ଯୂପ ତଳୁ ଛନ୍ନେ, ହରିଲା ସୁବର୍ଣ୍ଣ ରସନେ। ବିଚାରି ଅନ୍ଧକାର ଛଳେ, ଅଶ୍ୱକୁ ପୁଣି ନେଲା ବଳେ। ଅତ୍ରି ଦେଖନ୍ତେ ଶୂନ୍ୟ ମାର୍ଗେ, ତ୍ରାସେ ପଳାଏ ଇନ୍ଦ୍ର ବେଗେ। ବିଜିତାଶ୍ୱର ମୁଖ ଚାହିଁ, ବୋଲଇ ଅଶ୍ୱ ଆଣ ଯାଇ। ତା ଶୁଣି ହସ୍ତେ ଧନୁ ଧରି, ଧାଇଁଲା ଘୋର ନାଦ କରି। ଡାକଇ ରହ ରହ ବାଣୀ, ତାର ବଚନ ଇନ୍ଦ୍ର ଶୁଣି। ପଥେ ଅଶ୍ୱକୁ ଛାଡ଼ି ଛନେ, ତକ୍ଷଣେ ଗଲା ଅନ୍ତର୍ଧାନେ। ପୁଣି ସେ ଅଶ୍ୱ ଧରି କରେ, ମିଳିଲା ପିତା ଯଜ୍ଞ ଘରେ। ଅଶ୍ୱ ଚୋରାନ୍ତେ ଇନ୍ଦ୍ର ପଥେ, ଛଳେ ଧଇଲା ରୂପ ଯେତେ। ପାଷଣ୍ଡ ଜନ ସେହି ମତେ, ରୂପ ପ୍ରକାଶନ୍ତି ଜଗତେ। ପୃଥୁର ଯଜ୍ଞ ବିନାଶନେ, ଇନ୍ଦ୍ରର ଯେତେ ରୂପ ଛନ୍ନେ। ପାଷଣ୍ଡେ ସେହି ରୂପ ଚିନ୍ତି, ସଂସାରେ ଭ୍ରମ ସେ କରାନ୍ତି। କେ ନଗ୍ନ ରକ୍ତ ପଟ ଧରେ, କେ ଭସ୍ମ ଭୂଷଣ ଶରୀରେ। ଅଧର୍ମ ମାର୍ଗ ଆଚରନ୍ତି, ଆତ୍ମାର ହିତ ନ କରନ୍ତି। ପାଷଣ୍ଡ ମାର୍ଗେ ଥାଇ ନିତ୍ୟେ, ଦୂଷଣ ଦେଇ ବେଦ ପଥେ। ସେ ରୂପ ପ୍ରକାଶୀ ବ୍ରହ୍ମାଣ୍ଡେ, ନିଗମ ନିନ୍ଦିବେ ପାଷଣ୍ଡେ। ତାହାଙ୍କ ମତ ଯେ କରନ୍ତି, ଅନ୍ତେ ନରକେ ପ୍ରବେଶନ୍ତି। ସେ କଥା ଶୁଣି ପୃଥୁ କୋପେ, ଇନ୍ଦ୍ର ଜିଘାଂସେ ଦେହ କମ୍ପେ। ଇନ୍ଦ୍ର ମାରଣେ କୋପ କରି, ନିଜକୁ ଦଣ୍ଡ ଶର ଧରି। କୋପନ୍ତେ ଅରୁଣ ନୟନ, ପ୍ରଚଣ୍ଡ ବିରାଜେ ବଦନ। ପୃଥୁ ଗମନ ଦେଖି ରଣେ, ବେଗେ ମିଳିଲେ ବିପ୍ରଗଣେ। ଇନ୍ଦ୍ର ବିଷये କୋପ ବହି, ବୋଲନ୍ତି ପୃଥୁ ମୁଖ ଚାହିଁ। ଭୂପୃଥୁ ଶୁଣ ଧର୍ମ କଥା, ଆଗମ ନିଗମ ବ୍ୟବସ୍ଥା।
ପଶୁର ବିନା ଆନବଦ୍ଧ ଯଜ୍ଞରେ ଅଟଇ ନିଷେଧ। ତୋ ଯଜ୍ଞ କୀର୍ତ୍ତି ନାଶେ ଇନ୍ଦ୍ର ଆମ୍ଭେ ନାଶିବୁ ତା ନରେନ୍ଦ୍ର। ମନ୍ତ୍ର ଆହ୍ୱାନ ବଳେ କରି ଅଗ୍ନିରେ ଆହୁତିକୁ ଧରି। ନାଶିବୁ ତୋହର ଅହିତ ତୋର ମାରିବା ନୋହେ ଯୁକ୍ତ। ଏମନ୍ତ ପୃଥୁ ଆଗେ କହି ଋତ୍ବିଜେ ଅତି କୋପ ବହି। ଶ୍ରୁବକୁ ସର୍ବେ ଧରି ହସ୍ତେ ଅଗ୍ନିରେ ଆହୁତି ଦିଅନ୍ତେ। ବ୍ରହ୍ମା ମିଳିଲେ ତତକ୍ଷଣ ସମସ୍ତ ମୁନି ସନ୍ନିଧାନ। ଇନ୍ଦ୍ରର ହିତ ଚିତ୍ତେ ବହି ବୋଲନ୍ତି ମୁନି ଗଣେ ଚାହିଁ। ଶୁଣ ହେ ସର୍ବ ବିପ୍ରବର ଯାହାକୁ ଯଜ୍ଞେ ତୁମ୍ଭେ ମାର। ଯେ ଦେବ ଯଜ୍ଞ ଭାଗ ଭୁଞ୍ଜେ ସେ ଦେବ ଦେହ ଇନ୍ଦ୍ର ତେଜେ। ଏ ଇନ୍ଦ୍ର ନାରାୟଣ ତନୁ ଏହାକୁ ଛାଡ଼ ତୁମ୍ଭେ ମନ୍ୟୁ। ଏହାର ଦେହେ ସର୍ବଦେବେ ନିତ୍ୟ ବସନ୍ତି ଯଜ୍ଞ ଭାବେ। ଆହୁତି ଯାର ମୁଖେ ଦେଇ ତାହାକୁ କୋପ ନ ଯୋଗାଇ। ଏହାକୁ କୋପ ତୁନ କର ଯଜ୍ଞ ପୁରୁଷ ଅର୍ଥେ ବର। ଏ ଧର୍ମ ପରମ କାରଣ ଅଶେଷ ସୃଷ୍ଟି ଉଦ୍ଧାରଣ। ଏ ଯଜ୍ଞେ ଦ୍ରୋହ କର୍ମ କଲା ପାଷଣ୍ଡ ପଥ ବିସ୍ତାରିଲା। ପାଷଣ୍ଡ ଉଦ୍ଧରିବା ଅର୍ଥେ ତୋ ଅବତାର ଏ ଜଗତେ। ତୁ ସେ ସକଳ ଗୁଣମଣି ଅପୂର୍ବ ନୋହେ କିଛି ପୁଣି। ବେଣର ଦେହେ ଯେତେ ଦୋଷ ତୋ ଜନ୍ମ କଲା ତାହା ନାଶ। ତୁ ଏବେ ମୋର ବୋଲ କର ପାଷଣ୍ଡ ପ୍ରାଣୀ କି ଉଦ୍ଧର। ମୈତ୍ରେୟ ଉବାଚ। ଏମନ୍ତ ବ୍ରହ୍ମାର ବଚନେ ଇନ୍ଦ୍ରଙ୍କୁ କୋପ ଛାଡ଼ି ମନେ। ଯଜ୍ଞର ଅବଭୃତ ସ୍ଥାନେ ଦକ୍ଷିଣା ଦେଇ ବିପ୍ରଜନେ। ଯଜ୍ଞେ ତୋଷିଲେ ସର୍ବଜନେ ଅନ୍ନ ବସନ ଧେନୁ ଦାନେ। ସେ ବିପ୍ରଜନ ହୋଇ ତୋଷ ପୃଥୁକୁ କରନ୍ତି ଆଶିଷ। ବ୍ରହ୍ମା ବଚନେ ସର୍ବଦେବେ ତୋଷ ହୋଇଲେ ଯଜ୍ଞ ଭାଗେ। ଏମନ୍ତ କହି ପଦ୍ମଯୋନି ସଙ୍ଗେ ସକଳ ବିପ୍ର ଘେନି। ତକ୍ଷଣେ ଗଲେ ନିଜ ସ୍ଥାନେ ଶୁଣ ବିଦୁର ତୋଷ ମନେ। କହଇ ଦାସ ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ। ଚତୁର୍ଥ ସ୍କନ୍ଧେ ପୃଥୁବାଣୀ ଶୁଣି ସଂସାରୁ ତର ପ୍ରାଣୀ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଚତୁର୍ଥ ସ୍କନ୍ଧେ ପୃଥୁଚରିତେ ଅଶ୍ୱମେଧେ ଏकोनविंशोऽध्यायः। ଶ୍ରୀକୃଷ୍ଣଂ ସମର୍ପଣମସ୍ତୁ। ଓಂ ନମୋ ଭଗବତେ ବାସୁଦେବାୟ।